ସକାଳେ ଆଖି ଖୋଲି ପ୍ରଥମେ କ'ଣ ଦେଖିବା ଶୁଭ? ଘରେ ଆସିବ ସକାରାତ୍ମକତା। ନମସ୍କାର। ଆଜିର ଏହି ପବିତ୍ର ଭିଡ଼ିଓରେ ଆମେ ଜାଣିବା ସକାଳେ ଆଖି ଖୋଲିବା ପରେ ପ୍ରଥମେ କ'ଣ ଦେଖିବା ଶୁଭ ମନାଯାଏ। ସକାଳର ପ୍ରଥମ ମୁହୂର୍ତ୍ତ ଆମ ଦିନର ଆରମ୍ଭ କରେ। ଯେପରି ଏକ ଭଲ ଚିନ୍ତା ଆମ ମନକୁ ଖୁସି କରିଥାଏ, ସେହିପରି ସକାଳର ପ୍ରଥମ ଦର୍ଶନ ମଧ୍ୟ ଆମ ମନରେ ଏକ ସକାରାତ୍ମକ ଭାବନା ଆଣିପାରେ ବୋଲି ଆମ ପରମ୍ପରାରେ ବିଶ୍ୱାସ ରହିଛି। ପ୍ରାଚୀନ ଧାର୍ମିକ ପରମ୍ପରାରେ କୁହାଯାଏ, ସକାଳ ଉଠିବା ପରେ ପ୍ରଥମେ ନିଜ ହାତକୁ ଦେଖିବା ଏକ ଶୁଭ ଅଭ୍ୟାସ। ଆମ ହାତ ଆମର କର୍ମର ପ୍ରତୀକ। ଭଲ କାମ କରିବାର ସଂକଳ୍ପ ସହିତ ଦିନ ଆରମ୍ଭ କରିବା ମନକୁ ଶାନ୍ତି ଦେଇଥାଏ। ଅନେକ ଲୋକ ସକାଳେ ଆଖି ଖୋଲିବା ପରେ ନିଜ ଇଷ୍ଟ ଦେବତାଙ୍କ ଛବି କିମ୍ବା ଭଗବାନଙ୍କୁ ସ୍ମରଣ କରନ୍ତି। ଏହା ମନରେ ଭକ୍ତି, ଆଶା ଏବଂ ସକାରାତ୍ମକ ଶକ୍ତିର ଭାବନା ସୃଷ୍ଟି କରେ। ପ୍ରକୃତିର ସୁନ୍ଦର ଦୃଶ୍ୟ ଯେପରି ସୂର୍ଯ୍ୟଙ୍କ ଆଲୋକ, ଗଛପଲ୍ଲା କିମ୍ବା ଖୋଲା ଆକାଶକୁ ଦେଖିବା ମଧ୍ୟ ମନକୁ ଶାନ୍ତ କରିପାରେ। ସକାଳେ ଉଠିବା ପରେ ତୁରନ୍ତ ନକାରାତ୍ମକ ଖବର, ଚିନ୍ତା କିମ୍ବା ଅଶାନ୍ତିକର କଥା ଉପରେ ଧ୍ୟାନ ନ ଦେଇ ଭଲ ଚିନ୍ତା ସହିତ ଦିନ ଆରମ୍ଭ କରିବା ଏକ ଭଲ ଅଭ୍ୟାସ ହୋଇପାରେ। ବନ୍ଧୁମାନେ, ଘରର ସୁଖ ଶାନ୍ତି କେବଳ କୌଣସି ଗୋଟିଏ କାମ ଉପରେ ନୁହେଁ, ବରଂ ଆମ ଚିନ୍ତା, ବ୍ୟବହାର ଓ ପରସ୍ପର ପ୍ରତି ଭଲ ପାଇବା ଉପରେ ମଧ୍ୟ ନିର୍ଭର କରେ। ତେଣୁ ପ୍ରତ୍ୟେକ ସକାଳ ଭଲ ଭାବନା, କୃତଜ୍ଞତା ଓ ଆଶା ସହିତ ନିଜ ଦିନ ଆରମ୍ଭ କରନ୍ତୁ। ଆପଣ ମଧ୍ୟ ସକାଳେ ଉଠିବା ପରେ ଭଗବାନଙ୍କୁ ସ୍ମରଣ କରନ୍ତି କି? କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଯଦି ଏହି ଭିଡ଼ିଓ ଭଲ ଲାଗିଥାଏ ତେବେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଏପରି ଆଧ୍ୟାତ୍ମିକ ଓ ଜୀବନଶୈଳୀ ସମ୍ବନ୍ଧୀୟ ଭିଡ଼ିଓ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।